ଉଠିଲୁ ଏଡ଼େ ବେଗି କାହିଁକି ରେ ଧନ ଉଠିଲୁ ଏଡ଼େ ବେଗି କାହିଁକି ରେ ଦଧି ମନ୍ଥାଇ ଦେବୁ ଦଧି ମନ୍ଥାଇ ଦେବୁ ନାହିଁକି ରେ ଧନ ଉଠିଲୁ ଏଡ଼େ ବେଗି କାହିଁକି ରେ। କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ପ୍ରବୁଦ୍ଧ କବି। ରାଧାକୃଷ୍ଣ ପ୍ରେମରେ ରାଶି ରାଶି କବିତା ଲେଖି ଓଡ଼ିଆ ଭାଷା ଭାରତୀକୁ ସମୃଦ୍ଧ କରିଥିବା ମହାନ ବୈଷ୍ଣବ କବି, ଯାହାଙ୍କର କବିତା ସଙ୍ଗୀତାଶ୍ରୟୀ, ପଦର କୋମଳତା, ଭାବର ମଧୁରତା, ଆବେଗଧର୍ମୀ ପରିପ୍ରକାଶ ଏବଂ ଅପୂର୍ବ ସାଙ୍ଗୀତିକତା ତାଙ୍କ ସାହିତ୍ୟରେ ଆଲୋଚନାଯୁକ୍ତ କବିତାଟି ନିଶ୍ଚିତ ଭାବରେ ଯଶୋଦାଙ୍କର ବ୍ୟାକୁଳ ମନର ପରିପ୍ରକାଶ। କିଭଳି ଭାବରେ ବାତ୍ସଲ୍ୟ ମମତାରେ ଅନ୍ଧ ମାତା ଯଶୋଦା ତାଙ୍କ ନୟନ ପିତୁଳା ଏକାନ୍ତ ଗଳାମାଳି ଯେଉଁ କୁହାଯାଉଛି ପ୍ରାଣର ପ୍ରତିମା କୃଷ୍ଣକୁ କିଭଳି ସମ୍ବୋଧନ କରୁଛନ୍ତି। ସତେକି ଗୋପାଳକୃଷ୍ଣଙ୍କ ରଚନାରେ, ଗୋପାଳକୃଷ୍ଣଙ୍କ ଭାବନାରେ ଏକ ଓଡ଼ିଆଣୀର ଭାବନା, ଏକ ଓଡ଼ିଆଣୀ ମା ତା ଶିଶୁକୁ ପ୍ରବୋଧନା ଦେଉଛି, ତା ଶିଶୁକୁ ସାନ୍ତ୍ୱନା ଦେଉଛି, ଅବୁଝା ମନକୁ ବୁଝେଇ ଦେବାର ପ୍ରୟାସ କରୁଛି। କର୍ମକ୍ଷେତ୍ରରେ ବ୍ୟତିବ୍ୟସ୍ତତା କରି ପକାଉଥିବା ଏଇ ଯେଉଁ କୁହାଯାଉଛି ଅବୋଧ ଦୁଗ୍ଧପୋଷ୍ୟ ଶିଶୁକୁ ମା ବୁଝେଇବାର ଯେଉଁ ଓଡ଼ିଆଣୀ ଢଙ୍ଗ, ତାହା ତାଙ୍କ କବିତାର ପ୍ରତି ଛତ୍ରେ ଛତ୍ରେ ପ୍ରତିଫଳିତ। ତାହା ସୁନ୍ଦର ରଚନା। ପୁନଶ୍ଚ କୁହାଯାଇଛି, ଦେହ ପାଶୋରି ଦଣ୍ଡେ ନିଦନ ଗଲୁ ଏଡ଼େ, ଦେହ ପାଶୋରି ଦଣ୍ଡେ ନିଦନ ଗଲୁ ଏଡ଼େ, ବିଟୋଳ ହେଲୁ ମୋର, ବିଟୋଳ ହେଲୁ ମୋର ପାଇଁକି ରେ ଧନ ଉଠିଲୁ ଏଡ଼େ ବେଗି କାହିଁକି ରେ। ପ୍ରତ୍ୟୁଷରୁ ଉଠି ଯାଇଥିବା ବାଳକୃଷ୍ଣ କିଭଳି ଭାବରେ ମାଆକୁ ଅସ୍ତବ୍ୟସ୍ତ କରି ପକାଉଛନ୍ତି, ଯିଏକି ଦଧି ମନ୍ଥନ କରିପାରୁନାହାନ୍ତି। ତାଙ୍କ ଆବେଗ, ତାଙ୍କ ଆକୁଳତା ଏବଂ ଶିଶୁକୁ ବୁଝେଇବାର ଯେଉଁ ବାତ୍ସଲ୍ୟତା, ଯେଉଁ ବାତ୍ସଲ୍ୟ ମମତା, ତାର ନିଚ୍ଛକ ପରିପ୍ରକାଶ। ସତେ ଯେମିତି ଯଶୋଦାଙ୍କ ମନର ଭାବନା ନୁହେଁ, ଗୋପାଳକୃଷ୍ଣଙ୍କ ମନର ଭାବନା ସତରେ ପ୍ରତିଟି ଓଡ଼ିଆ ପ୍ରାଣରେ ସୁନ୍ଦର ନୂତନ ଉନ୍ମାଦନା ଏବଂ ବାତ୍ସଲ୍ୟ ପ୍ରେମର ଅଫୁରନ୍ତ ଜୁଆର ସୃଷ୍ଟି କରେ ଏହି କବିତା ଉଠିଲୁ ଏଡ଼େ ବେଗି କାହିଁକି ରେ। ଯୋଗଜନ୍ମା ସାହିତ୍ୟ ସାଧକ ଏବଂ କୃଷ୍ଣ ଚେତନାର ପରିପ୍ରକାଶିତ ହୋଇଥିବା ସାମଗ୍ରିକ କୃତି, ସାହିତ୍ୟ କୃତି, ଯାହାଙ୍କର କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କର ଜନ୍ମ ହୁଏ 1785 ମସିହା ଏବଂ 1822 ମସିହା ବେଳକୁ ସେ ଇହଧାମ ସମ୍ବରଣ କରନ୍ତି। ଯେଉଁ କୁହାଯାଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର, ସାହିତ୍ୟ ସଙ୍ଗୀତର ନିତ୍ୟ ଆଶ୍ରୟସ୍ଥଳ ପାରଳାଖେମୁଣ୍ଡିରେ ଜନ୍ମଗ୍ରହଣ କରିଥିଲେ। ଯାହାଙ୍କର ପିତାଙ୍କ ନାମ ଥିଲା ବନବାସୀ ପଟ୍ଟନାୟକ, ଯିଏ ପାରଳା ମହାରାଜାଙ୍କର ପାଞ୍ଜିଆକରଣ ଏହି କାର୍ଯ୍ୟରେ ନିଯୁକ୍ତ ଥିଲେ। ଏହି କବିତାରେ ଯଶୋଦାଙ୍କ ହୃଦୟର ଭାବନା କବି ଗୋପାଳକୃଷ୍ଣଙ୍କ ଭାବନା ସହିତ କିଭଳି ଭାବରେ ଓତପ୍ରୋତ ଭାବରେ ଜଡ଼ିତ, ଆଉ ସେ ବୁଝେଇ ଦେଉଛନ୍ତି ଅବୁଝା କୃଷ୍ଣଚନ୍ଦ୍ରଙ୍କୁ, ହଟିଆ କୃଷ୍ଣଚନ୍ଦ୍ରକୁ, ଯିଏକି ବିଶ୍ୱପ୍ରେମିକ କୃଷ୍ଣଚନ୍ଦ୍ରଙ୍କୁ କହୁଛନ୍ତି, ରାତି ପାହିଯାଉ ରାମ ବା ବଳରାମଙ୍କ ତୁଲେ ତୁ ଖେଳିବୁ ନିଶ୍ଚିତ ଭାବରେ, ମୁଁ ତୋତେ ଏବେ ଶୁଆଇ ଦେଉଛି ଗୀତ ଗାଇ ଗାଇ, ତୁ ଶୋଇପଡ଼, ମୋତେ କୌଣସି ଅଝଟ କର ନାହିଁ ବୋଲି ତାକୁ କହୁଛନ୍ତି। କୃଷ୍ଣକୁ ଅପୂର୍ବ ବାତ୍ସଲ୍ୟ ମମତା, ମାତା ଏବଂ ସନ୍ତାନ, ସତେ ଯେମିତି ଦୁନିଆର ସର୍ବଶ୍ରେଷ୍ଠ ସ୍ନେହ ଆଉ ପ୍ରେମ ଆଉ ହୃଦୟର ମମତା, ଯେଉଁ କୁହାଯାଉଛି ଆବେଗ, ଏଇଠି ହିଁ ଜମାଟ ଧରିଛି, ଏଇଠି ହିଁ ଜମାଟ ବାନ୍ଧି ଯାଇଛି ତାଙ୍କ ରଚନା। ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ, ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ, ଶୁଆଇ ଦେବି ଗୀତ, ଶୁଆଇ ଦେବି ଗୀତ ଗାଇକି ରେ
ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ଆଲୋଚନାର ଆରମ୍ଭରୁ କହିଛି ତାଙ୍କର ସାମଗ୍ରିକ କୃତି ସଙ୍ଗୀତାଶ୍ରୟୀ, ଆବେଗଧର୍ମୀ ଏବଂ ପ୍ରାଣପ୍ରାଚୁର୍ଯ୍ୟରେ ଭରପୁର। ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ, ଛାଡ଼ ଦେଉଛି ସର ଖୋଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। କିଭଳି ଭାବରେ ମୁଁ ଦଧି ମନ୍ଥନ କରିବି? ତୁ ତ ଏଇ ଖୁଆଦଣ୍ଡକୁ ମାଡ଼ି ବସିଛୁ। ସତରେ ଦୁନିଆର ସମସ୍ତ ଖୁଆଦଣ୍ଡକୁ ମାଡ଼ି ଏବଂ ଦୁନିଆର ଦଧି ମନ୍ଥନ କରୁଥିବା ପ୍ରାଣମୟ କୃଷ୍ଣକୁ ଏଇ ଅପାଠୋଇ ଅବୁଝା ଗୌରୁଣୀ କିଭଳି ବା ବୁଝିପାରିବ ତାଙ୍କର ଲୀଳା? ତେଣୁ ଈଶ୍ୱରଙ୍କର ବିଧିସମ୍ମତ ମାନବୀୟ ଲୀଳାକୁ କିଭଳି ଭାବରେ ବୁଝିପାରିବେ ଯଶୋଦା? ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ, ଡାକ ଯା ବଳରାମ ଭାଇ କିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ପ୍ରମାଦ ନିଶ୍ଚିତ ଭାବରେ ପିଲାଦିନେ ଶିଶୁମାନେ ଯେତେବେଳେ ଗୋଡ଼କୁ ଛନ୍ଦନ୍ତି ତାହା ନିଶ୍ଚିତ ଭାବରେ ପ୍ରମାଦପୂର୍ଣ୍ଣ, ଅମଙ୍ଗଳ ସୂଚକ। ସେଥିପାଇଁ ଯଶୋଦାଙ୍କ ମନରେ ନାନା ଅଶୁଭ ସଂକେତ, ନାନା ଅଶୁଭ ପ୍ରଶ୍ନ ଉଙ୍କି ମାରିଛି। ତେଣୁ ସେ କୃଷ୍ଣଙ୍କୁ ବୁଝେଇ କହୁଛନ୍ତି, ଛନ୍ଦନା ବାବୁପାଦ, ଯା ବଳରାମ ଭାଇଙ୍କୁ ଡାକିବୁ, ଦାଣ୍ଡରେ ଖେଳିବୁ। ଅନ୍ତତଃ ରାତି ପାହିଗଲା ପରେ ଜନନୀ ହୃଦୟରେ ଯେଉଁ ବ୍ୟାକୁଳତା ତାର ସନ୍ତାନ ପାଇଁ ଏଠାରେ ସ୍ପଷ୍ଟ ବାରି ହୋଇ ପଡ଼ିଛି। ଗୋପାଳକୃଷ୍ଣଙ୍କ କଲମ ମୁନରୁ ବିନ୍ଦୁ ବିନ୍ଦୁ ଝରି ପଡ଼ିଛି ଯଶୋଦା ମାତାଙ୍କ ହୃଦୟର ବାତ୍ସଲ୍ୟ ମମତା। ମଥନ ଘଟେ ହାତ ପୁରାଇ ନବନୀତ, ମଥନ ଘଟେ ହାତ ପୁରାଇ ନବନୀତ, କାଢ଼ୁ ବୋଲନ୍ତି ହେଲୁ ବାଇ କିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ମଥନ ଘଟେ କୁହାଯାଇଛି ନିଶ୍ଚିତ ଭାବରେ ଏଇ ଯେଉଁ ଦଧି ମନ୍ଥୁଥିବା ପାତ୍ର ସେଇ ଘଟରେ ହାତ ପୁରାଇ ଯେଉଁ କାଢ଼ୁଛନ୍ତି ନବନୀତ ଅର୍ଥାତ୍ ଲହୁଣୀ, ଏଇ କୃଷ୍ଣ ସେ ଲହୁଣୀ ପ୍ରିୟ। ସେଥିପାଇଁ ଯଶୋଦା କହୁଛନ୍ତି, ତୁ କ'ଣ ପାଗଳ ହେଲୁ? ତୁ କ'ଣ ବାଇ ହେଲୁ? ହେ କୃଷ୍ଣ, ଏ ସମୟ ନୁହଁ, ଏ ଦଧି ମନ୍ଥନର ସମୟ। ମୋତେ ମୋ କାମରେ ନିଶ୍ଚିତ ଭାବରେ ବ୍ୟସ୍ତ ରହିବାକୁ ପଡ଼ିବ। ତେଣୁ ସେ ବୁଝାଉଛନ୍ତି କୃଷ୍ଣଙ୍କୁ, ଅବୋଧ କୃଷ୍ଣଙ୍କୁ, ଅଝଟ କୃଷ୍ଣଙ୍କୁ। କେବଳ ଯଶୋଦା ନୁହେଁ, ଏହା କୋଟି କୋଟି ମାଆଙ୍କର ବ୍ୟାକୁଳତା, ବାତ୍ସଲ୍ୟ ମମତା। ଆଉ ସେଥିପାଇଁ ତ ଯଶୋଦା ଏକ ମୋହରା, ଏକ ମାନକ ମାତ୍ର। ଗୋପାଳକୃଷ୍ଣଙ୍କ ଶବ୍ଦରେ, ଗୋପାଳକୃଷ୍ଣଙ୍କ ଭାଷାରେ ଯାହା କୁହାଯାଇଛି, ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ, ସୁଖୀ ଯିବୁ ନ ଚାହା ଛାଇକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ। ସେ କହୁଛନ୍ତି, ତୁଚ୍ଛା ହାତଟାକୁ କାହିଁକି ପାଟିରେ ପୁରଉଛୁ? ନିଶ୍ଚିତ ଭାବରେ ଶିଶୁମାନେ ଅତି କୋମଳତାର ସହ ନିଜର ଆଙ୍ଗୁଠିକୁ ଚୁଚୁମିବାର ପ୍ରମାଣ ଅଛି ବହୁଳ ଭାବରେ। ସତରେ ପିଲାମାନେ ଛାଇକୁ ଚାହିଁଲେ ଶୁଖିଯିବେ ଏବଂ ଭୟ ପାଇଯିବେ। ଏହା ନିଶ୍ଚିତ ଭାବରେ ଏକ ସଂକେତ। ପ୍ରତିଟି ଓଡ଼ିଆଣୀମାନେ ମଧ୍ୟ ଏକଥାକୁ ଅନୁଭବରେ ଆଣିଛନ୍ତି। ସେଇଥିପାଇଁ ସେ କହୁଛନ୍ତି, ତୁଚ୍ଛା ହାତଟା ଖାଇ ନାଚୁଛୁ କାହିଁ ପାଇଁ, ଶୁଖିଯିବୁ ନ ଚାହାଁ ଛାଇକିରେ ଦୁଃଖୀ ଧନ। ସତରେ ଅପୂର୍ବ ଆଉ ଅପୂର୍ବ ଏ ବାତ୍ସଲ୍ୟ ମମତାର ମନ୍ଦାକିନୀର ସ୍ରୋତ ପ୍ରବାହିତ ହୋଇଛି ଯଶୋଦାଙ୍କ ହୃଦୟରେ। ଚମତ୍କାର କବିତା କବି କଳହଂସ ଗୋପାଳକୃଷ୍ଣଙ୍କର। ଆହୁରି ମଧ୍ୟ କୁହାଯାଇଛି, ପଣତରେ ବଦନ ପୋଛି ଦେଲେ ଚୁମ୍ବନ, ପଣତରେ ବଦନ ପୋଛି ଦେଲେ ଚୁମ୍ବନ, ଗୋପାଳ କୃଷ୍ଣ ଚିନ୍ତେ, ଗୋପାଳ କୃଷ୍ଣ ଚିନ୍ତେ ଦୁହିଁକିରେ ଧନ ଉଠିଲୁ ଏଡ଼େ ବେଗି କାହିଁକିରେ।
ପଣତରେ ଶିଶୁକୃଷ୍ଣଙ୍କର ମୁହଁ ପୋଛି ଦେଉଛନ୍ତି ନନ୍ଦ ଘରଣୀ ଯଶୋଦାରାଣୀ ଏବଂ ତାଙ୍କ ମୁଖମଣ୍ଡଳରେ ଆଙ୍କି ଦେଉଛନ୍ତି ଅଜସ୍ର ଚୁମ୍ବନ। ଆଉ ଠିକ୍ ଏତିକି ବେଳେ ଗୋପାଳକୃଷ୍ଣ ତାଙ୍କ ପାଦରେ ଆଶ୍ରୟ ମାଗୁଛନ୍ତି, ରାମଙ୍କ ପାଦରେ ଆଶ୍ରୟ ମାଗୁଛନ୍ତି, କୃଷ୍ଣଙ୍କ ପାଦରେ ମଧ୍ୟ ଆଶ୍ରୟ ମାଗୁଛନ୍ତି। ବାସ୍ତବିକ କବି ଗୋପାଳକୃଷ୍ଣ ଯଶୋଦା ଏବଂ କୃଷ୍ଣ ପ୍ରେମର ନିତ୍ୟ ଉପାସକ। ଆଉ ତାଙ୍କର ପଦାବଳୀ ଗୁଡ଼ିକ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ତାଙ୍କର ପଦାବଳୀରେ ଶବ୍ଦର ଆଡ଼ମ୍ବରତା ନାହିଁ, ବେଶ କୋମଳ ଆଉ ଶ୍ରୁତିମଧୁର। ଓଡ଼ିଆ ସାହିତ୍ୟରେ ସେ ସୃଷ୍ଟି କରିଛନ୍ତି ଭାବର ମୂର୍ଚ୍ଛନା, ବାତ୍ସଲ୍ୟ ପ୍ରେମର ମୂର୍ଚ୍ଛନା, ନିଷ୍କାମ ପ୍ରେମର ମୂର୍ଚ୍ଛନା ଏବଂ ସାଙ୍ଗୀତିକତା ଏବଂ ଅପୂର୍ବ ସାଙ୍ଗୀତିକତା। ବାସ୍ତବିକ ଏହି ଜଗଜନ୍ମା ମହାନ ସାରସ୍ୱତ ସାଧକ କବି କଳହଂସଙ୍କୁ ଅୟୁତ ପ୍ରଣାମ।